ବର୍ତ୍ତମାନ ମୋର ଆଲୋଚନା ରମାକାନ୍ତ ରଥଙ୍କ ଦ୍ୱାରା ରଚିତ ବାଘାବଲୋକନ କବିତାର ସମ୍ପର୍କରେ। ଲିଖିତ ଆଲୋଚନାର ନାମକରଣ ରଖାଯାଇଛି ବାଘାବଲୋକନର କବି ରମାକାନ୍ତ। କେତେ ଦିନର କବିତା ପୁସ୍ତକରେ ଥିବା IAS କବି ରମାକାନ୍ତ ରଥଙ୍କର ଏକ ଅନୁଭୂତିସିଦ୍ଧ ଦର୍ଶିତ କବିତା କବି ସର୍କସ ଖେଳ ଦେଖିବା ପାଇଁ କାଠ ଗ୍ୟାଲେରୀର ମଝି ଥାକରେ ବସିରହି ସର୍କସର ରିଙ୍ଗମାଷ୍ଟରର ପରିଚାଳନାରେ ଥାଇ ହିଂସ୍ର ମଣିଷକୁ ଖାଇପାରୁଥିବା ବାଘ ଖେଳ ଦେଖୁଥିବା ବେଳେ ଅଭିଜ୍ଞତା ଅର୍ଜନ ସମୟରେ ହଠାତ୍ କବିଙ୍କର ରସପ୍ରାଣ ହୃଦୟରେ ସଂସିତ କବିତା ରଚନାର ପରିକଳ୍ପନା ଚାଲିଆସିଥିଲା। ଘରକୁ ଯାଇ ପରବର୍ତ୍ତୀ ଅବସ୍ଥାରେ କବିତାଟିକୁ ଲେଖିଛନ୍ତି। ନ ଦେଖିଲେ ଦେଖିସାରି ବାରମ୍ବାର ଆବେଗପ୍ରାଣ ହୋଇ ନ ଭାବିଲେ ସାହିତ୍ୟ ପାଇଁ ଯେକୌଣସି ଲେଖାକୁ ଲେଖକ ଲେଖିପାରିବ ନାହିଁ। ଏଇଟା ସାଧାରଣ କଥା। ରଚନାର ଏହାହିଁ ଧାରା। କବି ସର୍କସ ଦେଖିବାରେ ଆଗ୍ରହୀ ଥିଲେ ଅତୀତ କାଳରେ। ମୁଁ ବି ଜଟଣୀ ବା ଖୋର୍ଦ୍ଧା ରୋଡ଼ରେ ପିଲାବେଳେ ବାପା ମା'ଙ୍କ ପିତୃସଂଗଠିତ ଭାଇ ଭଉଣୀଙ୍କ ମେଳରେ ଗହଣରେ ଖୋର୍ଦ୍ଧାରେ ପଡ଼ିଥିବା ଗ୍ରେଟ୍ ଓରିଏଣ୍ଟାଲ ସର୍କସ, ରେମନ ସର୍କସ ଏବଂ କଟକ ସହରରେ ପଡ଼ିଥିବା ଅଲମ୍ପିକ ସର୍କସ କଟକ ସହରକୁ ଯାଇ 1970 ଦଶକରେ ଦେଖିଥିବାର ମନେ ଅଛି। ମୁଁ ବି ବାଘ ସିଂହ ଖେଳ ଜାଲିଘେରା ଭିତରେ ଥାଇ ସେମାନେ ରିଙ୍ଗମାଷ୍ଟରଙ୍କ ନିର୍ଦ୍ଦେଶରେ କୌଶଳ ବା ଟ୍ରିକ୍ସ ଦେଖାଉଥିଲେ। ପାର୍ଥକ୍ୟ ହେଲା ମୁଁ କବି ନୁହେଁ, ହେଲେ ରମାକାନ୍ତ ରଥ କବି ହୋଇଯାଇ ନିଜର ସର୍କସ ଦେଖାର ବାଘ ଖେଳକୁ କବିତାରେ ରୁଚିର ସୁନ୍ଦର ଉପାୟରେ ପ୍ରକାଶ କରିପାରି କବିତାଟିକୁ ଶ୍ରେଣୀକକ୍ଷରେ ପାଠ୍ୟାନ୍ତର୍ଗତ କରାଇ ପାରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ସେଥିପାଇଁ କବି ମହାନ ହୋଇପାରିଥାଏ। ଯେକୌଣସି କବି ହୋଇଥାନ୍ତୁ ନା କାହିଁକି, ସମସ୍ତଙ୍କ ପାଇଁ ଏକା କଥା ଅଟେ। ଖାଲି ରମାକାନ୍ତ ରଥଙ୍କ କାହିଁକି? ତେବେ ରମାକାନ୍ତ ସାମିଲ ହୋଇଛନ୍ତି ମହାନ କବିର ଗୌରବ ଲାଭ କରି। ନହେଲେ ପୁରସ୍କାର ପାଇନଥାନ୍ତେ, ପାଠରେ ପଢ଼ାଯାଇ ନଥାନ୍ତେ, ଅବିସ୍ମରଣୀୟ ପ୍ରତିଭାଧର ହୋଇନଥାନ୍ତେ। କବି ସର୍କସରେ ଥାଇ ବାଘ ଖେଳ ଦେଖୁଛନ୍ତି, ବାଘ ସମ୍ପର୍କରେ ଭାବିଛନ୍ତି। କବିଙ୍କ ମନରେ ସର୍କସ ବାଘ, ଜଙ୍ଗଲ ବାଘ ଏବଂ ମଣିଷ ବାଘ ଏହି ତିନି ପ୍ରକାରର ବାଘଙ୍କ ସ୍ମୃତି ଚାଲିଆସିଛି। ଆଉ ସେହି ତିନି ପ୍ରକାର ବାଘଙ୍କ ସମ୍ପର୍କରେ ସୂଚନାତ୍ମକ ଭାବରେ ବୌଦ୍ଧିକ ଭଙ୍ଗୀରେ ଉଦାହରଣ ଦେଇ ସୁନ୍ଦର କରି ଲେଖିଛନ୍ତି କବିତାଟିକୁ। ଉଦାହରଣଟି ହେଲା ଭକ୍ତକବି ମଧୁସୂଦନ ରାଓଙ୍କ ରଚିତ ଜୀବନଚିନ୍ତା କବିତାରେ ଥିବା ବାକ୍ୟ ଆଜି ଯେ ରାଜେନ୍ଦ୍ରାସନେ କାଲି ସେ ଫକୀରକୁ ଉଦ୍ଧୃତି ଦେଇଛନ୍ତି। ନମୁନାରେ ଦେବାର କାରଣ ହେଲା ସଂସାରରେ ଜୀବ ବା ପ୍ରାଣୀଙ୍କର ଜୀବନ ଓ ପ୍ରାଣ ସବୁବେଳେ ସର୍ବଦା ଗୋଟିଏ ଅବସ୍ଥାରେ ଏକ ହିଁ ସ୍ଥିତିରେ ରହିନଥାଏ। ପରିବର୍ତ୍ତନ ସୃଷ୍ଟିର ନିୟମ ଭଳି ଜୀବଙ୍କ କ୍ଷେତ୍ରରେ ଶାରୀରିକ ପାରିସ୍ଥିତିକ ରହିବାରେ, ବଞ୍ଚିବାରେ ଅଥବା ମରିବାରେ ହୋଇଥାଏ। ଉଦାହରଣ ହେଲା ଗୋଟିଏ କୁକୁର ଛୁଆ ମା' ପେଟରୁ ଜନ୍ମ ହୋଇ ମା' କ୍ଷୀର ଖାଇ ଛୋଟରୁ ବଡ଼ ହେଲା। ନିଜେ ନିଜେ ନିଜ ଜୀବନକୁ ସମ୍ଭାଳୁ ସମ୍ଭାଳୁ ଧରା ହୋଇ କାହା ଘରେ ପୋଷା ପାଳିତ ବା ପେଟ୍ ହୋଇ ରହିଲା। ମୁନିବର ସେବା, ଲାଳନ ପାଳନ, ଆଦର ଯତ୍ନ ପାଇ ତା ଘରକୁ ରାତିରେ ଜଗି ହଠାତ୍ ଦିନେ ମରି ବି ଗଲା। ସେହିପରି ମଣିଷ ମା' ପେଟରୁ ଜାତ ହୋଇ ବଡ଼ ହୋଇ ସାରିଲା ପରେ ପାଠଶାଠ ପଢ଼ି ପେଟପାଟଣା ପାଇଁ ଚାକିରି କରେ, ବାହା ହୋଇ ପିଲା ଜନ୍ମ କରି ବୁଢ଼ା ହୋଇ ମରିଯାଏ। ସେହିପରି ଜଙ୍ଗଲର ବାଘ ଛୁଆ ଥାଇ ବଡ଼ ହୋଇସାରି ଧରା ହୋଇ ଚିଡ଼ିଆଖାନାକୁ ଯାଇ ଦର୍ଶକଙ୍କର ଦର୍ଶନୀୟ ବସ୍ତୁ ହୋଇଥାଏ। ଆଉ ସର୍କସକୁ ଅତୀତରେ ଯାଇ ଖେଳ ଦେଖାଉଥିଲା। ଏବେ ଏତେ ସର୍କସ ନାହିଁ, ଥିଲେ ବି ସେଥିରେ ବାଘ ଖେଳ ବି ନାହିଁ, ବାଜ୍ୟାପ୍ତ ହୋଇଯାଇଅଛି। ବୌଦ୍ଧିକ କବି ସର୍କସର ତୃତୀୟ ଗ୍ୟାଲେରୀ ମାନେ ନିଜେ ବାଲ୍ୟ କୈଶୋର ଜୀବନର ଦୁଇ ସ୍ତର ବିତାଇ ତୃତୀୟ ଜୀବନର ଗ୍ୟାଲେରୀର ଉଚ୍ଚକୁ ଉଠାଣି ଯୌବନରେ ଥାଇ
ଯୁବକ ଅବସ୍ଥାରେ ରହି ଖେଳ ଦେଖିଥିଲେ, ଉପଭୋଗ ଖାଲି କରିନଥିଲେ ସର୍କସ ଦେଖାକୁ। ଅଧିକନ୍ତୁ କବିତାଟିଏ ଲେଖି ଛାଡ଼ି ଯାଇଛନ୍ତି ଓଡ଼ିଆ ସାହିତ୍ୟର ଅମୂଲ୍ୟ ସମ୍ପଦ କରାଇ, ନିଜକୁ ମନେ ରଖାଇ। ଜଙ୍ଗଲର ଗଛଲତା ପତ୍ର ଗହଳରେ ଶିକାରକୁ ଛପି ଜଗି ରହିଥିବା ଶିକାରୀ ହିଂସ୍ର ବ୍ୟାଘ୍ରକୁ ସେ ଦେଖିଛନ୍ତି। ଭୟଙ୍କର ଆଖିରେ ସତର୍କ ଚାହାଣି ମେଲି ଅନାଇ ଥିବାର। ଜଙ୍ଗଲ ବାଘ ବଣରେ ବୁଲି ବୁଲି ଶିକାର ମାଂସ ଖାଇ ସ୍ୱାଧୀନ ସ୍ୱେଚ୍ଛାଚାରୀ ହୋଇ ମୋଟା ଦେହାଳୁ ଦିଶେ। ହେଲେ ସର୍କସର ବାଘ ବନ୍ଦୀଶାଳାରେ ଥିବାରୁ ସ୍ୱାଧୀନ ନ ହୋଇ ପରାଧୀନ, ପରତନ୍ତ୍ର ବା ଅନ୍ୟର ଶାସନାଧୀନରେ ଥାଏ। ନିଜ ଇଚ୍ଛାରେ ଜଙ୍ଗଲ ବାଘ ଭଳି ସେ କିଛି କରିପାରେ ନାହିଁ। ସ୍ୱଚ୍ଛନ୍ଦରେ ଜଙ୍ଗଲରେ ବୁଲି ବି ପାରେ ନାହିଁ। ଜଙ୍ଗଲର ବାଘର ବୁଲିବା ଭଳି ପିଞ୍ଜରାରେ ଥାଇ ଅଣଓସାରିଆ ଛୋଟିଆ ଜାଗା ପରିସ୍ଥିତିରେ ରହେ, ଅନ୍ୟର ଦୟା ଉପରେ ବଞ୍ଚେ। କବି ସର୍କସର ବାଘକୁ ଦେଖିଛନ୍ତି। ସେ ଭାରି ଦୁର୍ବଳ, ଜୀର୍ଣ୍ଣ ଶୀର୍ଣ୍ଣ ଶରୀରଧାରୀ, ସ୍ୱାଧୀନତା ହଜେଇ ବସିଛି। ଚାହିଦା ମାଫିକେ ଖାଇବାକୁ ମିଳୁନାହିଁ। ବନ୍ଦୀଶାଳାର କୁପ୍ରଭାବ ଜୀବନ ଉପରେ ପଡ଼ୁଅଛି। ସବୁବେଳେ ଖେଳ ଦେଖେଇ ମନରେ ବୋଧେ ତାର ଦୁଃଖ ଅଛି, ଯୋଉଥିପାଇଁ ସେ ପତଳା ଦୁର୍ବଳ ହୋଇଯାଇଅଛି। କିନ୍ତୁ ରିଙ୍ଗମାଷ୍ଟରଠାରୁ ଛାଟ ପାହାର ଖାଇ ସେ ଗର୍ଜନ କରେ। ତାର ହେଣ୍ଟାଳ ଶୁଣି ରିଙ୍ଗମାଷ୍ଟରଙ୍କ ମନରେ କ'ଣ ହେଉଥିବ କବି ଜାଣିପାରି ନାହାନ୍ତି। ହେଲେ କବିଙ୍କ ମନରେ ଏଇ ଛନକା ପଶିଛି, କାଳେ ସେ ରିଙ୍ଗମାଷ୍ଟରଙ୍କୁ ଆକ୍ରମଣ ବା ଆଟାକ୍ କରିବ ନାହିଁ ତ, ତାଙ୍କର କ୍ଷତି ପହଞ୍ଚାଇବ ନାହିଁ ତ। ପଇସା ବା ଅର୍ଥ ଉପାର୍ଜନ ପାଇଁ ମଣିଷ ପେଟ ପାଇଁ ଜୀବନ ନାଟ କରିଅଛି, ଯେମିତି ରିଙ୍ଗମାଷ୍ଟର କରିଛନ୍ତି। ପିଞ୍ଜରା ଭିତରେ ଥାଇ ଜୀବନର ଦୁଃସାହସିକତାକୁ ଦେଖାଏ। ତୃତୀୟତଃ ମଣିଷ ବାଘ କଥା କବି କହିଛନ୍ତି। ମଣିଷ ତ ପ୍ରକୃତରେ ବାଘ ନୁହେଁ, ତେବେ ବାଘ ମନର ମଣିଷ। ମଣିଷ ବାଘ, ଯିଏ ବଦରାଗୀ, ଗୁଣ୍ଡା, ହୁଣ୍ଡା, ବଦମାସ, ବିଚାରହୀନ, ଅବିବେକୀ, ଦୟା ମାୟା ନଥିବା, ନିର୍ଦ୍ଦୟ, ନିଷ୍ଠୁର, କୁତ୍ସିତ ରୂପର ଥାଇପାରେ। ହେଲେ ସ୍ୱଭାବରେ ତ ନିଶ୍ଚିତ ବାଘ ଅଛି, ନହେଲେ ବାଘ ତର୍କଣା ପାଇ ନଥାନ୍ତା। ସହରୀ ବାଘ ନାମରେ ଓଡ଼ିଆରେ ଚଳଚ୍ଚିତ୍ର ବା ସିନେମାଟିଏ ଅଛି। ତେବେ ମଣିଷ, ସହରୀ ବାଘ ହେଉ ଅବା ଗ୍ରାମୀଣ ବାଘ, ଅନ୍ୟକୁ ଜଞ୍ଜାଳ, ସନ୍ତାପ, ସନ୍ତ୍ରସ୍ତ କରୁଥିବା ମଣିଷ ବାଘ ହେଉ, ତାର ଅତ୍ୟାଚାରିତ ଖେଳ ସବୁଦିନ ସବୁ ସମୟ ପାଇଁ ନଥାଏ, ସବୁଠି ନଥାଏ। ଦୁନିଆରେ କାହାର କଚେ ପୁଅ ବାର ନୁହେଁ। ବାଘର ରାଜତ୍ୱ, ରାଜଗାଦିରେ ବସିଥାଇ ଅନ୍ୟ ପାଇଁ ଲୁହର, ଲହୁର, ଅସହାୟତାର, ଦୁର୍ଦ୍ଦିନର ଯେତେ ଦୁଷ୍କାଳ ହେଉ, ଏମିତି ଏକ ଦିନ ଆସିବ, ଏଇ ମଣିଷ ବାଘ ଆଜି ଯେ ରାଜେନ୍ଦ୍ରାସନେ, କାଲି ସେ ଫକୀର। ମଣିଷ ଓ ମଣିଷ ସମ୍ପ୍ରଦାୟରୁ ତାର ରାଜ ବା ଆଧିପତ୍ୟ ହଟିଯିବ, ଦୂରେଇଯିବ, ରହିପାରିବ ନାହିଁ। ସମୟ ବଡ଼ ବଳବାନର ଅକ୍ତିଆରରେ ଥାଇ ଭଗବାନ କାହାରି ଶିରି ସବୁଦିନେ ରଖି ନଥାନ୍ତି। ଦିନେ ମଣିଷ ବାଘ ବକିରିରେ, ଛେଳିରେ ପରିଣତ ହୋଇ କାଳର କରାଳ ଗର୍ଭରେ କାହିଁ ଲୁଚିଯିବ। କବିଙ୍କର ଏହି ବାଘାବଲୋକନ କବିତାଟି ବେଶ୍ ପ୍ରଶଂସନୀୟ ହୋଇପାରି ପ୍ରାଣୀ ଜୀବନର ବୈଚିତ୍ର୍ୟ ପ୍ରକାଶ କରେ, ଅତ୍ୟନ୍ତ ପ୍ରଭାବଦୀପ୍ତ ମନେ ହୋଇଥାଏ। ମୁଁ ମୋର ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ସହରରେ ଥିବା ଡି.ଏ.ଭି. କଲେଜରେ ଯେତେବେଳେ 1990 ମସିହାରେ ପ୍ରଥମେ ଅଧ୍ୟାପକ ଚାକିରି ପାଇଥିଲି, ଜୀବନର ପ୍ରଥମ କ୍ଲାସ୍ ଏଇ ବାଘାବଲୋକନ କବିତା ପଢ଼ାଇ ପିଲାମାନଙ୍କୁ ନେଇଥିଲି। ମୋର ସାର୍ ଓ ସହକର୍ମୀ ଡକ୍ଟର ପଞ୍ଚାନନ ମିଶ୍ରଙ୍କର ପ୍ରତ୍ୟକ୍ଷ ଉପସ୍ଥିତିରେ ଥାଇ ସାର୍ କହିଥିଲେ ଯେ, ସେ କ୍ଲାସରେ ମୋର ପୁଅ ଆଶିଷ ଏବଂ ତୁମର ସାର୍ ଅଜାମ୍ବର ମଲ୍ଲଙ୍କର ଝିଅ ଝୁନି ଅଛି, ତେଣୁ ସତର୍କ ହୋଇକି ପଢ଼େଇବ। ତେବେ କ୍ଲାସରେ କବିତା ପଢ଼େଇବା ପୂର୍ବରୁ ସାର୍ ମୋତେ କମନ ରୁମରେ ସେହି କବିତାଟିକୁ ପଢ଼େଇ ବୁଝେଇ ଦେଇଥିଲେ ଏବଂ ତାପରେ ନିଜେ ଉପସ୍ଥିତ ଥାଇ ମୋର ପଢ଼ାକୁ ଦେଖି ତାରିଫ ମଧ୍ୟ କରିଥିଲେ। ଓଡ଼ିଆ ସାହିତ୍ୟରେ ବାଘ ନାମକ ମାନବେତର ବା ମାନବ ତଳସ୍ତରର ଚରିତ୍ର ଜୀବଙ୍କୁ ନେଇ କିଛି ସାହିତ୍ୟ ସୃଷ୍ଟି ଅଛି। ପ୍ରଥମରେ ଗାଳ୍ପିକ ମହାପାତ୍ର ନୀଳମଣି ସାହୁଙ୍କ ରଚିତ ବାଘର ବିଳାପ ଗଳ୍ପରେ ଧରମୁକୁଣ୍ଡୁ ନାମକ ଜନୈକ ଗୁଣିଆ ବା ତାନ୍ତ୍ରିକ ତାର ରହୁଥିବା ଅଞ୍ଚଳର ବାସିନ୍ଦା ଲୋକମାନଙ୍କୁ ତନ୍ତ୍ରବିଦ୍ୟା ବଳର ବାଘର ପ୍ରକୋପ ଦେଖାଇ ଭୟଭୀତ କରାଇ ଡରାଉଥିଲା। ଫଳରେ ଲୋକମାନେ କେହି ତା ସହିତ ଚ୍ୟାଲେଞ୍ଜ କରି ଟକ୍କର ଦେଇପାରୁ ନଥିଲେ ଓ
ଓଲଟି ଦୂରେଇ ରହୁଥିଲେ ଧରମକୁଣ୍ଡୁଠାରୁ, ଡରି ଯାଇ ଜୀବନ ବ୍ୟତୀତ କରୁଥିଲେ ନିଜର କ୍ଷତି ହୋଇଯିବା ଆଶଙ୍କାରେ। ଗୁଣିଗାରେଡ଼ି କରି ମାରିଦେବ, ହେଲେ ଭଗବାନ ମଣିଷର ଆଧିପତ୍ୟ ଦବଦବା ସବୁବେଳ ପାଇଁ ରଖନ୍ତି ନାହିଁ। ଶଇତାନ ଦ୍ୱାରା ଧରମକୁଣ୍ଡୁ ଭଳିଆ ମଣିଷକୁ ଭ୍ରଷ୍ଟ ନଷ୍ଟ କରାଇବାର ଉଦ୍ଦେଶ୍ୟ ହେଲା ତାକୁ ନର୍କଦଣ୍ଡ ମଲାପରି ପୁନର୍ଜୀବିତ କରାଇ ଦେବେ। କୋରାନ କହେ, ତନ୍ତ୍ର ବା ଯାଦୁ ବା ମ୍ୟାଜିକ୍ ବିଦ୍ୟା ଶଇତାନୀ ବିଦ୍ୟା। ଏହା ମେସୋପୋଟାମିଆ ସଭ୍ୟତାର ବାବିଲୋନଠାରେ ହାରୁତ ଓ ମାରୁତ ନାମକ ଦ୍ୱୟ ଫରିସ୍ତା ବା ଦେବଦୂତ ବା ଏଞ୍ଜେଲଙ୍କୁ ପଠାଇ ଏହି ବିଦ୍ୟାର ପ୍ରତିଷ୍ଠା ଓ ପ୍ରଚାର ଆଲ୍ଲାହ ତାଆଲା କରାଇଥିଲେ। ଲୋକଙ୍କୁ ତାଙ୍କଠାରୁ ଏହି ବିଦ୍ୟା ଶିଖି ବିପଥଗାମୀ କରାଇ ନର୍କଦଣ୍ଡରେ ଦଣ୍ଡିତ କରିବେ। ଆଲ୍ଲାହ କହିଛନ୍ତି, ମୁଁ ହିଁ ମଣିଷକୁ ଭଲ ମନ୍ଦ କରେ। ଆଲ୍ଲାହ ଯାହା ଚାହେଁ କରେ, ସବୁ କିଛି କରିପାରେ, ସବୁ ପ୍ରକାରେ କରିପାରେ, ଭଲ ବି ମନ୍ଦ ବି। ଶେଷରେ ଧରମକୁଣ୍ଡୁ ତନ୍ତ୍ରବଳରେ ବାଘ ହୋଇ ସ୍ତ୍ରୀକୁ ବାଘ ହେବା ପୂର୍ବରୁ ଘରୁ କହିଯାଇଥିଲା କି, ମୁଁ କାଲି ଭୋର ସକାଳୁ ସୂର୍ଯ୍ୟ ଉଦୟ ନ ହୋଇଥିବା ପୂର୍ବରୁ ଆସି ଝର୍କା ସାମ୍ନାରେ ଠିଆ ହେବି, ଆଉ ତୁ ମନ୍ତୁରା ହଳଦୀ ପାଣି ମୋ ଦେହରେ ସତର୍କ ହୋଇ ପକାଇଦେଲେ ମୁଁ ବାଘରୁ ପୁଣି ମଣିଷ ହୋଇଯିବି। ହେଲେ ବାଘକୁ ଦେଖି ତାର ହେଣ୍ଟାଳ ଶୁଣି ସ୍ତ୍ରୀଟି ଡରିଯାଇ ଠିକ୍ ଭାବରେ ହଳଦୀ ପାଣି ପକାଇ ନ ପାରିବାରୁ ଧରମକୁଣ୍ଡୁ ସେହି ବାଘ ହୋଇ ରହିଯାଇଥିଲା, ମଣିଷ ଆଉ ହୋଇପାରି ନଥିଲା। ଏହା ହିଁ ତନ୍ତ୍ରର କୁପ୍ରଭାବ ମଣିଷ ଜୀବନରେ ବିଳାପ ବା କାନ୍ଦିବାକୁ ଆଣେ। ସେହିପରି ଗାଳ୍ପିକ ମନୋଜ ଦାସଙ୍କର ବ୍ୟାଘ୍ରାରୋହଣ ନାମରେ ଗପଟିଏ ଅଛି, ମାନେ ବାଘ ଚଢ଼ିବା। ଏକ ବ୍ୟଙ୍ଗାତ୍ମକ ସାଟାୟାର ଗପ। ମଣିଷ ବାଘକୁ ଦେଖିଲେ ଡରିବ, ଚଢ଼ିବା ଅସମ୍ଭବ ବା ଦୂରର କଥା। ଏଠି ବ୍ୟାଘ୍ର ମଣିଷର ମୂର୍ଖାମି, ନିର୍ବୋଧପଣ, ବାହାସ୍ପଟ ବାହାଦୁରି ମାରିବାର ପ୍ରତୀକ। ରାଜରାଜୁଡ଼ା ସମୟର ଚିତ୍ର ଗଳ୍ପଟି ଦିଏ। ଦନ୍ତା ଘୁଷୁରି ବା ବରାହ ଶୂକର ମାରିବା ପାଇଁ ବାଣୁଆ ଜଙ୍ଗଲରେ ବିଛାଇଥିବା ଜାଲରେ ବାଘଟିଏ ପଡ଼ିଯାଇଥିଲା। ରାଜାଙ୍କର ସୈନ୍ୟ ସାମନ୍ତ, କଟୁଆଳ ରଟୁଆଳ, ବଡ଼ ବଡ଼ ପାହ୍ୟାଧାରୀ କର୍ମଚାରୀ, ଛୋଟରୁ ବଡ଼ ଲୋକଙ୍କ ମଧ୍ୟରେ ଯୁକ୍ତିତର୍କ ଚାଲିଲା, ବାଦାନୁବାଦ ଚାଲିଲା, କିଏ ବାଘ ଚଢ଼ିବ। ସମସ୍ତେ ନିଜ ବଂଶ ପରିବାରରେ ବାଘ ଚଢ଼ିବାର ମିଛ କଥା ଫୁଟାଣି ମାରି କହି ଚାଲିଥିବା ବେଳେ କେହି ତ ବାଘ ଉପରେ ଚଢ଼ିପାରି ନଥିଲେ। ଜୀବନ ଭୟ ହେତୁ ମୂର୍ଖ ରାଜା ଆସି କହିଲେ, ଆମେ ଚଢ଼ିବୁ, କାରଣ ଆମେ ତୁମ ସମସ୍ତଙ୍କଠାରୁ ବଡ଼ ଅଛୁ, ଆମେ ତୁମମାନଙ୍କଠାରୁ ବଡ଼। ତେବେ ଜ୍ଞାନୀ ଗୁଣୀ ଶାନ୍ତ ଧୀର ସ୍ୱଭାବର ସୁନ୍ଦର ରାଜପୁତ୍ରକୁ ଦେଖି ନିର୍ବୋଧ ରାଜା କହିଲେ, ଆମ ପାଇଁ ଆମ ପୁଅ ଚଢ଼ିବ। ପୁଅ ବାଘ ଚଢ଼ିବା ଖେଳ ଘର ନୁହେଁ। ଯେତେ କହିଲେ ଇଜ୍ଜତ କା ସୱାଲ କହି ରାଜା ପୁଅକୁ ଚଢ଼ାଇ ଜାଲି କାଟିଦେଲେ। ପୁଅକୁ ନେଇ ବାଘ ଜଙ୍ଗଲ ଭିତରକୁ ପଳାଇ ମାରି ଖାଇଦେଲା। ଫେରିଲା ପୁଅଙ୍କର ରାଜପୋଷାକ ଶିରିପା ବା ମୁଣ୍ଡର ପଗଡ଼ି। ମିଛ ବାହାଦୁରି ଫଳ କ'ଣ ହୁଏ ତାହା ଗଳ୍ପଟି ପାଠକଙ୍କୁ ବତାଏ। ଇଂରାଜୀରେ ଦି ଟାଇଗର ନାମରେ ୱିଲିୟମ ବ୍ଲେକଙ୍କର ଏକ ଛୋଟ କବିତାଟିଏ ଅଛି। ମୋର ବିଏରେ କୋର୍ସରେ ଥିଲା ଯେତେବେଳେ ମୁଁ ବାପାଙ୍କର ଗଠିତ ପରିବାର ଟିଟଲାଗଡ଼ରେ ଥାଇ 1983ରୁ 1985 ମସିହା ଦ୍ୱୟରେ ସେଠା କଲେଜରେ ପାଠ ପଢ଼ିଥିଲି।